ଝାରସୁଗୁଡ଼ା ପୌର ପରିଷଦର ସରବାହାଲ 1 ନମ୍ବର ୱାର୍ଡ ଅନ୍ତର୍ଗତ ରୋହିଦାସପଡ଼ାଠାରେ ପ୍ରାୟ ଅର୍ଦ୍ଧ ଶତାବ୍ଦୀ ତଳେ ପ୍ରତିଷ୍ଠିତ ହୋଇଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁରାବସ୍ଥା ଦେଖି ସରକାରୀ ଶିକ୍ଷା ବିଭାଗର ଏହି ସ୍କୁଲ ପ୍ରତି ଅବହେଳାକୁ ଆପଣମାନେ ଆକଳନ କରିପାରିବେ। ସାଧାରଣତଃ ଝାରସୁଗୁଡ଼ା ସହରର ଏକ ଗରିବ ବସ୍ତି ଅଞ୍ଚଳରେ ସ୍ଥାପିତ ଏହି ବିଦ୍ୟାଳୟରେ ଏପରି ଦୁରାବସ୍ଥା ସମ୍ବନ୍ଧରେ ମତ ପ୍ରକାଶ କରି କ୍ଷୋଭ ପ୍ରକାଶ କରିବା ସହ ଶିକ୍ଷା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଦେଇ ତତ୍କାଳ ଏହି ସ୍କୁଲ ପ୍ରତି ଧ୍ୟାନ ଦେବାକୁ ଛାତ୍ରନେତା ରବି ରୋହିଦାସ ଦାବି କରିଛନ୍ତି। ଆଜି ଆମେ ଝାରସୁଗୁଡ଼ା ସରବାହାଲ 1 ନମ୍ବର ୱାର୍ଡ ଚମାରପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଯେନ୍ଟା 45 ବର୍ଷ ହେବାରକେ ଲାଗଲାନ। ଇ ସ୍କୁଲ ଏବେ ଦେଖବାରକେ ଗଲେ ଜରାଜୀର୍ଣ୍ଣ ଅବସ୍ଥାରେ ହେଇ ପଡ଼ିছে। ଛଟ ଭାଙ୍ଗବାରକେ ପଡ଼ିছে, ପାଣି ଗଲୁଛେ ସବୁଆଡ଼େ ଏବଂ ସ୍କୁଲର ବାହାର ପରିବେଶକେ ଦେଖିଲେ ଛୁଆ ଏନେ ନି ପଢ଼ୁ ବୋଲି ଭାବୁଛନ୍। ତାଙ୍କର ପ୍ୟାରେଣ୍ଟସ୍ ମାନେ ଇନେ ଆମର ଛୁଆକେ ପଢ଼ାଲେ ତାଙ୍କର ଭବିଷ୍ୟତ କାଣା ହେବା ବୋଲି ଭାବୁଛନ୍। ଦେଖବାରକେ ଗଲେ ଇନେ ପାର୍କିଂ ଲଗେଇ ଦେଉଛନ୍, ଚାରିଆଡ଼େ କେଚରା ପକେଇ ଦେଉଛନ୍। ଏସବୁ ବ୍ୟବସ୍ଥା ଲାଗି ସ୍କୁଲରେ ପାଠ ପଢ଼ବାର୍ ଲାଗି ବି ଛୁଆମାନେ ନି ଆଇବାର୍ ଏବଂ ସ୍କୁଲର ସଂଖ୍ୟା କମି କମି ଲାଗିছে। ସ୍କୁଲକେ ଦେଖିଲେ ସବୁ ଭାଙ୍ଗି ବସଲାନ। ଇନେ ଗୋଟେ କିଚେନ ରୁମ୍ ନାଇଁନ, ପଢ଼ବାର୍ ଲାଗି ଭର ପରିବେଶ ନାଇଁନ। କ୍ଲାସରୁମ୍ ମାନେ ଯେନ୍ଟା ଅଛେ ସେନେ କାଠରୁ ପାଣି ଗଲୁଛେ, ତ ଛୁଆ କେନ୍ତା ପଢ଼ବେ। ଇ ସବୁକେ ଦେଖିଲେ ଆମର୍ ଇନେ ଆମେ ଦାବି କରୁଛୁ ଯେ ଏ ସ୍କୁଲର ଯଥାଶୀଘ୍ର ମରାମତି କରାଯାଉ।